ସ୍କୁଲ ବାଦେ ମୁଁ 6 ଘଣ୍ଟା ପାଠ ପଢିବାର ଆଉ ସକାଳୁ ଉଠି ପାଠ ପଢିବା। ଗୁରୁଜୀମାନେ ମଧ୍ୟ ବହୁତ ସାହାଯ୍ୟ କରିଥିଲେ। ଯାହା ବି ମତେ ଡାଉଟ୍ ଲାଗୁଥିଲା ତାହା ପଚାରିବା ଯୋଉ ସମୟରେ ବି ପଚାରିଲେ ଗୁରୁଜୀ ମାନେ କହୁଥିଲେ। ବିଦ୍ୟାଳୟ ବ୍ୟତୀତ ଘରେ 6 ଘଣ୍ଟା ପାଠ ପଢେ। ଯେହେତୁ ମା ଅନ୍ୟ ଘରେ ସିଏ ଯୋଉ ସପୋର୍ଟ କରୁଥିଲେ ମାଙ୍କର ଆଶା କେତେ ପରସେଣ୍ଟ ଆଶା ରଖିଥିଲେ? ମୁଁ 94 ଆଶା ରଖିଥିଲି କିନ୍ତୁ 90। ଆଗକୁ ୟୁପିଏସସି ଏକ୍ଜାମ ଦେଇ ଆଇଏଏସ୍ ବା ଜିଲ୍ଲାପାଳ ହେବା ପାଇଁ ଇଚ୍ଛା ପ୍ରକାଶ। ଆଜ୍ଞା। ମାଙ୍କର ସ୍ୱପ୍ନ କଣ ଥିଲା? ମାଙ୍କ ସ୍ୱପ୍ନ ବି ଏହା ହିଁ ଥିଲା। ମାଙ୍କ ଏତେ ପରିଶ୍ରମ କରୁଛନ୍ତି ମନରେ କେବେ ଟିକେ ଅନୁଭୂତ ହେଇଥିଲା କି ମାଙ୍କର ଯୋଉ ଚେଷ୍ଟା କରିଛନ୍ତି ତାକୁ ପୂରଣ କରିପାରିବେ କି? ମନରେ ବହୁତ ଦୁଃଖ ଥିଲା ମମି ଏତେ ପରିଶ୍ରମ କରିଥିଲେ ଗୁରୁଜୀ ମଧ୍ୟ ସାହି ସବୁ ପରିଶ୍ରମ କରିଥିବାରୁ ଆଜି ମୁଁ ବି ଖୁସିରେ ଏତିକି ଆଣିବି ସେମାନଙ୍କ ସଫଳତା। ବଡମା ମଧ୍ୟ ଆମର ସଂସ୍କୃତ କ୍ଲାସ ନିଅନ୍ତି। ତାଙ୍କେ ଯାହା ବି ପଢାଇଥାନ୍ତି ତାହା ପୁଣି ଆଉ ଥରେ ପଚାରିଥାନ୍ତି। ଗୁରୁମାଙ୍କ ଯୋଗୁରୁ ବି ମଧ୍ୟ ମୋର ସଂସ୍କୃତରେ ଅଧିକ ମାର୍କ। ଡାଉଟ୍ କ୍ଲିୟର ସବୁ ଯେତେବେଳେ ଯୋଉ ସମୟରେ ବି ମଧ୍ୟ ଫୋନ କଲେ ଡାଉଟ୍ କ୍ଲିୟର ହଉଥିଲା। ଆଉ ଅଧିକ ମ୍ୟାଥ ଆଉ ସୋସିଆଲ ସାଇନ୍ସ ଜିଏସସି ଇଂଲିଶ ସଂସ୍କୃତ ଏଯାକ ସବୁ ଡାଉଟ୍ କ୍ଲିୟର। ବହୁତ ଖୁସି ଲାଗିଲା। ଗୁରୁଜୀ ଗୁରୁମା ମାନେ ସାହି ପଡ଼ିଶା ସବୁ ଏତିକି ସବୁ ରଖିକିରି ଆଜି ଏତିକି ମତେ ବହୁତ ଖୁସି ଲାଗିଲା। ମୋ ପିଲା ଆଗକୁ କେମିତି ଯାଉ ବୋଲି ଭଗବାନଙ୍କୁ ଡାକୁଛି ଧ୍ୟାନ କରୁଛି। ଯେହେତୁ ଆପଣ ଗୋଟେ କାମ କରିକି ନିଜର ପରିବାର ପାଠ ପଢିବାରେ ବହୁତ କଷ୍ଟ ହେଇଯାଇଛି, ଦୁର୍ବଳ ହେଇଯାଇଥିଲି। ବହୁତ ଦୁର୍ବଳ ହେଇଯାଇଥିଲି। ଗୁରୁଜୀ ଗୁରୁମା ସାହିରେ ମା ବୋଲି ଗୋଟେ ଜଣ ଅଛି ପଣ୍ଡା ମା, ତାଙ୍କେ ସନ୍ତୋଷ ଗୁରୁଜୀ ସବୁ ଗୁରୁମା ମାନେ ମତେ ବଳ ଦେଇକିରି ଆଜି ଆଗକୁ ଉଠେଇଛନ୍ତି। ନିଜେ ଆଶା ରହିଥିଲି ମୋ ପିଲା ଏତିକି ଆଣିବନି ବୋଲି ମୁଁ ଆଶା ରଖିଦେଇଥିଲି। ଦିଥର ହେଇକିରି ଗୋଡ କଷ୍ଟ ହେଇଗଲା, ମୋ ପିଲା ଏତିକି ଆଣିବନି ବୋଲି ନବମ କ୍ଲାସରୁ ଗୋଡ ଭାଙ୍ଗିଗଲା। ମୁଁ ଆଶା ପୁରା ଛାଡି ଦେଇଥିଲି ମୋ ପିଲା ଏତିକି ଆଣିବନି, ଯେତିକି ଆଣିଲେ ମୋର ବହୁତ ଖୁସି ଆଗା ଥାଉ ବୋଲିକିରି ମୁଁ ଏତିକି ଆଶା ରଖିଥିଲି। ମୋ ପିଲା ଆଜି 90% ଆଣିଲାରୁ ମୁଁ ବହୁତ ଖୁସି ହେଇକିରି ଏତା କରିକି ରଖିଲି। ଆଉ ବିଦ୍ୟାଳୟର ସବୁ ସପୋର୍ଟ ରଖିଥିଲେ ଗୁରୁଜୀ ଗୁରୁମା ସମସ୍ତେ। ଟଙ୍କାଡି ନ ନେଇକିରି ଯୋଉ ଏତିକି ଯୋଉ ପଢେଇଛନ୍ତି ପିଲାକୁ, କେମିତି ପଢେଇବି ବୋଲି କଷ୍ଟ ଥିଲା ତାଙ୍କ ବାବା ଥିଲା ନଥିଲା। ଗୁରୁଜୀ ଗୁରୁମା ମାନେ କହିଲେ ନାଇଁ ତମେ ପଇସା ଏଟା ସବୁ ଚିନ୍ତା କରିବନି, ତମ ପିଲାକୁ ଆମେ ଆଗକୁ ବଢଉ। ସେଇ ଆଜି ଆଶୀର୍ବାଦରୁ ତାଙ୍କର ମୁଁ ଆଜି ଏତିକି ଆଗକୁ ଆସିଛି ମୋ ପିଲା ପାଖକୁ। ଆମେ ତ ବହୁତ ଖୁସି ଅଛୁ, ଯେହେତୁ ପିଲାଦିନରୁ ତ ସେ ପରିଶ୍ରମୀ ସ୍କଲାରସିପ ପାଇ ଆସିଛି। ଆଉ ଆମ ବିଦ୍ୟାଳୟର ମୁଖ୍ୟ ଯେ ପ୍ରଭାତ ଭାଇ, ସେ ଆମକୁ ମୂଳରୁ ନିର୍ଦ୍ଦେଶ ଦେଇଥିଲେ ଏ ପିଲାଟିକୁ ପ୍ରତ୍ୟେକ ସ୍ତରରେ ପ୍ରତ୍ୟେକ ମୁହୂର୍ତ୍ତରେ ତାକୁ ଗାଇଡଲାଇନ କରିବା। ଆମେ ଆମ କର୍ତ୍ତବ୍ୟ କରୁଛୁ। ଦେଖନ୍ତୁ ଆମର ଏଇ ସୁନ୍ଦର ଦେଖାଯାଉଥିବା ମଧ୍ୟ ତାକୁ ଆମେ ଦିବ୍ୟାଙ୍ଗ ହେଲେ ମଧ୍ୟ ଆମେ କେବେ ତାକୁ ଦିବ୍ୟାଙ୍ଗ ବୋଲି ଭାବି ନାହୁଁ। ଆମର ନିଜର ଛୁଆ ବୋଲି ଆମେ ଅନୁଭବ କରୁଛୁ। ଆଉ ଯେତେବେଳେ ଶିକ୍ଷାଦାନ ଦେଇଥିଲୁ ସେତେବେଳେ ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀଯୁକ୍ତ ପ୍ରଭାତ କୁମାର ମିଶ୍ର ମହୋଦୟ ତା ପାଇଁ ଗୋଟେ ଯୋଜନା ତିଆରି କରିଥିଲେ। ଯୋଉ ସମୟରେ କି ସେ ଶିଶୁ ସବୁ ସ୍କୁଲକୁ ଯାଇକି ଆସିଥିଲେ, ତାଙ୍କ ମା ଧରିକି ଆସିଥିଲେ, ସେଇ ସମୟରେ ବିଦ୍ୟାଳୟର ପ୍ରତିଷ୍ଠାତା ମୁଖ୍ୟ ସେ କହିଥିଲେ ଯେ ଏ ପିଲା ପାଇଁ ଆମେ ନୂତନ ଯୋଜନା କରିବା। ଯେହେତୁ ଛୋଟ ଶିଶୁ ଠାରୁ ଆଜି ପର୍ଯ୍ୟନ୍ତ ଯୋଉ ସଫଳତା ହେଇଛି ତା ପାଇଁ ଆମେ ଯୋଜନା କରି କରି ଆଣିଥିଲୁ। ଦ୍ୱିତୀୟତଃ ଇଏ ପିଲାଟି ପଢୁଥିଲେ ମଧ୍ୟ ତାଙ୍କ ମା ଆମକୁ ସପୋର୍ଟ କରନ୍ତି। ଆମର ସପୋର୍ଟ ମାନେ କଣ, ଆମେ ଯାହା କହିବୁ ସେ ତାଙ୍କୁ ରିସିଭ କରନ୍ତି ଯେ ଠିକ ଅଛି ଗୁରୁଜୀ ଗୁରୁମା ଯାହା କହୁଛନ୍ତି ଠିକ ଅଛି। ହେଲେ ତା ପାଇଁ ଯେହେତୁ ସିଏ ଦିବ୍ୟାଙ୍ଗ, ଆମେ କେବେ ଭାବିନୁ ଇଏ ଦିବ୍ୟାଙ୍ଗ, ତା ପାଇଁ ନୂତନ ଯୋଜନା କରାଯାଇଛି। ନୂତନ ଯୋଜନା କଣ, ପିଲାଙ୍କୁ ଯେତେବେଳେ ଆମର ପ୍ରାର୍ଥନାରେ ଆମେ ପିଲାଙ୍କୁ ବସାଉ ସେ ତଳେ ବସେ। ଯେହେତୁ ଇଏ ଦିବ୍ୟାଙ୍ଗ ତା ପାଇଁ ସ୍ପେଶାଲ ଗୋଟେ ଚେୟାର କରାହେଇଛି। ଆଜି ବି ସେ ଚେୟାର ଅଛି, ମାତ୍ର ସେଇ ଯୋଉ ଲୁହା ଚେୟାର ବା ଷ୍ଟିଲ ଚେୟାର ହେଇଛି ସିଏ ବସେ। ଆଉ ପ୍ରାର୍ଥନା ଟାଇମରେ ତାକୁ ବିଭିନ୍ନ ପ୍ରକାର କାର୍ଯ୍ୟ କେମିତି ସେ କରିପାରିବ, ଆମ ପ୍ରାର୍ଥନାଟାକୁ କେମିତି କରିପାରିବ ଏଇଭଳିଆ ଦିଆଯାଏ। ହଁ ଦେଖନ୍ତୁ ଏ ପିଲାଟି ପିଲାଦିନୁ ଟିକେ ପାଠ ପଢାରେ ବହୁତ ଆଗ୍ରହ। ସେ ଯେତେବେଳେ ଏ ତୃତୀୟ ଶ୍ରେଣୀ ପଢିଲା ସେତେବେଳେ ବିଦ୍ୟାଳୟର ମୁଖ୍ୟ ମହୋଦୟ ସେ ଚେଷ୍ଟା କଲେ ଏ ପିଲାର ସ୍କଲାରସିପ ଆସିବା ଦରକାର। ସେ ଆମକୁ ନିର୍ଦ୍ଦେଶ ଦେଲେ ଯେ ଇଏ ଦିବ୍ୟାଙ୍ଗ ବୋଲି କେବେ ଅନୁଭବ କରିବନି, ମୁଖ୍ୟ ଅନୁଭବ କରିବ ଏଇ ପିଲାଟି ବିଦ୍ୟାଳୟରେ ସ୍କଲାରସିପ ଆସିବା ଦରକାର।
ନିଶ୍ଚିତ ଯେହେତୁ ପିଲାଟିକୁ ଆମେ ପିଲାଦିନୁ ଦେଖିଛୁ ଏତେ ପର୍ଯ୍ୟନ୍ତ, ତେଣୁ ତା ପାଇଁ ଗୁରୁଜୀ ଗୁରୁମା ବହୁ ଆଗ୍ରହରେ କେବେ ଭାବନ୍ତିନି ଯେ ଇଏ କିଏ ଦିବ୍ୟାଙ୍ଗ। କୌଣସି ପିଲାଙ୍କ ପାଖରେ ସେ କେବେ ଏମିତି ଛୋଟ ବୋଲି ଛୋଟ ଏମିତି ଗୋଡ ଭାଙ୍ଗି ଯାଇଛି ବୋଲି ନାହିଁ। ଆଉ ଏଇଟା ହଉଛି ଆମେ ଯେତେବେଳେ ଦେଖୁଛୁ ତାର ଯୋଉ ଗୋଡଟା ପୋଲିଓ ହେଇଛି ସେଇ ଗୋଡଟାରେ ହିଁ ମାଡ ହଉଛି। ଆଉ ଠିକ 10ମ ଶ୍ରେଣୀର ଯେତେବେଳେ ବାର୍ଷିକ ପରୀକ୍ଷା ହବାକୁ ଅଛି ସେଇ ସମୟରେ ତାର ଗୋଡ ଭାଙ୍ଗି ଯାଇଥିଲା, ସେଇ ଗୋଡରେ କୁକୁର କାମୁଡିଲା, ସେଇ ଗୋଡରେ ଆକ୍ସିଡେଣ୍ଟ ହେଲା। ଯେତେବେଳେ ତାକୁ ଆମେ ଗୁରୁତ୍ୱ ଦେଲୁ ଯେ ପିଲାଟି କେବଳ ପାଠ ପଢିବା କେବଳ ନୁହଁ, ପାଠ ପଢିବା ସହିତ ତାର ଯାନବାହନର ବ୍ୟବସ୍ଥା ବି କରିବା ଶିଖିବା ଦରକାର। ଯେତେବେଳେ ସେ ଦି ଚକ୍ର ଯାନ ଶିଖୁଥିଲା ସେତେବେଳେ ସେ ପଡିଗଲା ପରେ ତାର ଗୋଡ ଭାଙ୍ଗିଗଲା। ତଥାପି ତା ମା ବହୁତ ଆନନ୍ଦର ସହିତ ସେ ଶିକ୍ଷା ଦେଇଛନ୍ତି। ହଁ ଦେଖନ୍ତୁ, ଗୋଟେ ପିଲାର ସାହସକୁ ମାନିବାକୁ ପଡିବ। ସେ ଯୋଉ ନିଜ ମୁହଁରେ କହିଲା ଯେ ମୁଁ କଲେକ୍ଟର ହେବି, ଇଏ ହଉଛି ଆମ ବିଦ୍ୟାଳୟ ପାଇଁ ଗୌରବ। ଜଣେ ସାହସ ଥିବା ଦରକାର ଯେ କଲେକ୍ଟର ହବା କହିବାଟା ହଉଛି ତାର ଗୋଟେ ସାହସ। ଆଉ ସେ ଯୋଉ କହିଲା ତାର ସେତେବେଳେ ସାହସ ଜାଗ୍ରତ ହେଲା, ସେ ନିଶ୍ଚିତ ଭାବେ କଲେକ୍ଟର ହେଇପାରିବ। ମାତ୍ର କାମରେ କରିକି ଦେଖେଇ ପାରିଲେ ହିଁ ଏସବୁ ଆୟୋଜନର ଚେଷ୍ଟାଟା ଫଳପ୍ରଦ ହବ। ମାତ୍ର ଆମର ବିଶ୍ୱାସ, ବିଦ୍ୟାଳୟର ବିଶ୍ୱାସ ଯେ ନିଶ୍ଚିତ ଭାବେ ସେ ପିଲା କଲେକ୍ଟର ହେଇ ଦେଖେଇବ।